ମୋ ନାଁ ମନୋରଞ୍ଜନ ବେହେରା। ମୁଁ ମା କୁତାମଚଣ୍ଡୀ ହୋଟେଲର ମାଲିକ। ବିଭିନ୍ନ ଜାଗାରେ ହୋଟେଲ ତ ରହିଛି, ଆପଣ ଏ ଯୋଉ ନୂଆ ହୋଟେଲଟି ହେଇଛି ଏଠି ତ ସ୍ୱତନ୍ତ୍ରତା କଣ ରହିଛି? ଦେଖନ୍ତୁ ଆଜ୍ଞା, ହୋଟେଲ ତ ବିଭିନ୍ନ ଜାଗାରେ ହଉଛି, ବ୍ୟବସାୟ ସମସ୍ତେ କରିପାରୁଛନ୍ତି। ମୋର ଏଠି ସ୍ୱତନ୍ତ୍ରତା ରହିଛି ଲୋକମାନଙ୍କର ଖାଦ୍ୟର ମାନ୍ୟତା। ଆମେ ଦେଶୀ ଖାଦ୍ୟ, ଲୋକମାନଙ୍କୁ ଘରୋଇ ଖାଦ୍ୟ ଏଠି ଘରେ ବସି ଖାଇଲା ଭଳିଆ ପରିବେଶ ସୃଷ୍ଟି କରିଛୁ। ବିଶେଷ କରି ଆମେ ମାଛର ଗୋଟେ ଷ୍ଟିମ୍ ଭାକୁର ମାଛ କରୁ, ସେଟା କି ଆମର ନିଆଳିରେ କ'ଣ ଆମ କଟକ ଜିଲ୍ଲା ମଧ୍ୟରେ ବି କେଉଁ ଜାଗାରେ କୌଣସି ହୋଟେଲରେ ହେଇପାରେନି। ତାପରେ ମୁଁ ସପ୍ତାହର 3 ଦିନ ବୁଧବାର, ଶୁକ୍ରବାର, ରବିବାର ଦୋକାନ ସାମ୍ନାରେ ଖାସି ମାଂସ କାଟେ। ଲୋକଙ୍କର ବିଶ୍ୱାସ ଅଛି ଯେ କୁତାମଚଣ୍ଡୀ ଢାବାରେ ଭଲ ଖାଦ୍ୟ ମିଳିପାରେ। ସେ ବିଶ୍ୱାସକୁ ଆଧାର କରି ଆମେ ବ୍ୟବସାୟ କରୁଛୁ। ଏଠି ଆମର ବସିବା ପାଇଁ, ଖାଇବା ପାଇଁ, ପିଲାମାନେ ବୁଲାବୁଲି କରିବା ପାଇଁ, ବିଭିନ୍ନ ପ୍ରକାର ସେଲ୍ଫି ଫଟୋ ନେବା ପାଇଁ ପରିବେଶ ସୃଷ୍ଟି କରୁଛୁ। ପ୍ରଶସ୍ତ ଜାଗା ସହିତ ସୁନ୍ଦର ପରିବେଶ ସୃଷ୍ଟି କରି ଆମେ ବ୍ୟବସାୟ କରିବା ପାଇଁ ମନ ନେଇଛୁ। ସୁବିଧା ରହିଛି ଏଠି। ଏଠି ଆଜ୍ଞା ଜଣେ ଖାଇବା ପିଇବା ସହିତ ରହିପାରିବେ ଏବଂ ବାର୍ଥଡେ ପାର୍ଟି, ଜନ୍ମଦିନ, ବାର୍ଥଡେ କିମ୍ବା ଫ୍ରେଣ୍ଡସିପ୍ ପାର୍ଟି, ବ୍ୟାଚଲର ପାର୍ଟି ଏସବୁ କରିବା ପାଇଁ ସୁବିଧା ରହିଛି। ଆମେ ସୁନ୍ଦର ଖାଦ୍ୟ ସହିତ ସୁଲଭ ମୂଲ୍ୟ ବି ରଖିଛୁ, ଯେଉଁଟାକି ଆମ ଗାଁ ଗହଳ ମଫସଲ ଏରିଆରେ ଲୋକମାନଙ୍କୁ ସୁହାଉଛି। ଭଲ ଖାଦ୍ୟ ସହିତ ପରିଷ୍କାର ପରିଚ୍ଛନ୍ନ ଉପରେ ଧ୍ୟାନ ଦେଉଛୁ। ଲୋକମାନଙ୍କର, ଗ୍ରାହକ ମାନଙ୍କର ସନ୍ତୁଷ୍ଟି ଉପରେ ଧ୍ୟାନ ଦେଉଛୁ ବିଶେଷ। ସମସ୍ତେ ନିଆଳିରେ ଜଣାଶୁଣା ଯେ ଆମିଷ ଖାଦ୍ୟ ହେଲେ କୁତାମଚଣ୍ଡୀ ଢାବାକୁ ଯାଆନ୍ତୁ କିମ୍ବା ହୋଟେଲକୁ ଯାଆନ୍ତୁ। ୟାର କଣ ରହିଛି ଆପଣଙ୍କର ମାନେ? ୟାର ଆଜ୍ଞା କିଛି ନାହିଁ, ୟାର ରହୁଛି ସୁସ୍ଥ ମାନସିକତା, ସୁନ୍ଦର ମାନସିକତା, ସୁସ୍ଥ ମାନସିକତା, ଆଉ କିଛି ନାହିଁ। ଆମେ ଲୋକମାନଙ୍କୁ ଭଲ ଖାଦ୍ୟ ଦେବୁ, ଲୋକମାନେ ଭଲ ସନ୍ତୁଷ୍ଟି ହେଇକି ଯିବେ, ଆମକୁ ଖାଇବା ସହିତ ଆଶୀର୍ବାଦ ବି କରି ଯିବେ। ଏଇଆ ରହୁଛି ମାନସିକତା, ଆଉ କିଛି ନାହିଁ। ୟା ଦେହରେ ଆଉ କୌଣସି ପ୍ରକାର ଦ୍ୱିମତ ନାହିଁ ଯେ କଷ୍ଟମର ମାନଙ୍କୁ ଆମେ ଆକର୍ଷଣ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରୁଛୁ। ସେଥିପାଇଁ କଷ୍ଟମର ମାନେ ଏଠିକି ଆଗ୍ରହ ପ୍ରକାଶ କରୁଛୁ। ଆଜ୍ଞା ଟିକେ ପରିଚୟ ଟିକେ ଦେଲେ। ପରିଚୟଟା କ'ଣ କହିବୁ? ପରିଚୟ ଟିକେ ଦେଲେ। ମୋ ନାଁ ଆଜ୍ଞା ରିଣ୍ଟୁ ଆଜ୍ଞା। ଆଚ୍ଛା, କ'ଣ ଏଠି ମା କୁତାମଚଣ୍ଡୀ ହୋଟେଲ ଆଣ୍ଡ ଢାବା ଯେଉଁ ଅଛି, ଆପଣଙ୍କର ନାଁ ଯେଉଁ ଅଛି, ଆପଣଙ୍କର ଢାବାକୁ ମଧ୍ୟ ଆସୁଛନ୍ତି ବିଭିନ୍ନ ପ୍ରକାର, ମାନେ ବହୁତ ଲୋକ ଏଠି ଆସୁଛନ୍ତି। ଯେହେତୁ ମା କୁତାମଚଣ୍ଡୀ ଢାବା ନାଁ ଶୁଣିଲେ ଏଠି ଆସୁଛନ୍ତି। ଆପଣଙ୍କୁ ଏମିତି କ'ଣ ଖାଦ୍ୟ ଦେଉଛନ୍ତି ଆପଣଙ୍କୁ ଚାହିଦା ଅଛି? ଆଜ୍ଞା ଆମର ନଈ ଭାକୁର ଷ୍ଟିମ୍ କରାହେଉଛି, ଦେଶୀ ଯେଉଁ ସ୍ପେଶାଲ ମାଛ ସେଗୁଡ଼ା ଷ୍ଟିମ୍ କରାହେଉଛି। ଆମର ଆମେ ତ ଆମ ହୋଟେଲ ଇଏରେ ଆମେ ସବୁ କଥା କହିବୁ ଭଲ। ଆପଣ ଖାଇସାରିବା ପରେ ଭଲ ମନ୍ଦଟା ସେଗୁଡ଼ା ଆପଣ ନିଜେ ଅନୁଭବ କରିବେ। ଆମ ନିଜ ହୋଟେଲ ଯେହେତୁ ଆମେ ସବୁ କହିବୁ ଆମ ଜିନିଷ ଭଲ, ଯେତେ ଖରାପ ହେଲେ ଭଲ, କିନ୍ତୁ ଖାଇସାରିବା ପରେ ନିଶ୍ଚୟ ଅନୁଭବ କରିବେ। ଆମର ମାଛ କ'ଣ, ମଟନ କ'ଣ, ମଟନ ଏଇଠି କଟା ହେଇ ପିଓର ଖାସି ଆମର ଏଇଠି କଟା ହେଇ ମଟନ। ଆଉ କ'ଣ କ'ଣ ସବୁ ଜିନିଷ? ଚିକେନ, ଆମର ଦେଶୀ ଚିକେନ, ଆମର ସବୁ ଦେଶୀ ଖାଦ୍ୟ ଉପରେ ଆମର ସବୁ ଯେମିତି ଘରୋଇ ଖାଦ୍ୟ ସେ ଏକାରେ ଇଏ ଲୋକଙ୍କର ପସନ୍ଦ ଟିକେ ବେଶୀ ଆଜ୍ଞା, ଲୋକଙ୍କୁ ସୁବିଧା ଟିକେ। ଆଉ ଏଠି କ'ଣ କ'ଣ ମା କୁତାମଚଣ୍ଡୀ ହୋଟେଲ ଆଣ୍ଡ ଢାବାରେ କ'ଣ କ'ଣ ସୁବିଧା ରହିଛି? ମା କୁତାମଚଣ୍ଡୀ ଢାବାରେ ସୁବିଧା ଅଛି, ଗେଷ୍ଟ ହାଉସ୍ ରହିଛି, ମଣ୍ଡପ ଅଛି, କନଫରେନ୍ସ ହଲ୍ ଅଛି, ମିଟିଂ ଫିଟିଂ, ବାର୍ଥଡେ ଏସବୁ ସେ ଗୋଟେ ଫ୍ରି ଅଫ୍ କଷ୍ଟରେ କରାହେଉଛି। ବାର୍ଥଡେଟା ଫ୍ରି ଅଫ୍ କଷ୍ଟ, କନଫରେନ୍ସ ହଲ୍ଟା ଫ୍ରି ଅଫ୍ କଷ୍ଟରେ କରାହେଉଛି, ଖାଇବା ପଇସାଟା ରଖାହେଉଛି ଫ୍ରି ଅଫ୍ କଷ୍ଟରେ, ସେମିତି ଚାର୍ଜେସ୍ ଲାଗୁନି। ଯେମିତି ସବୁ କନଫରେନ୍ସ ହଲ୍ ସବୁ ଯେମିତି ଚାର୍ଜେସ୍ ନିଅନ୍ତି ଲୋକଙ୍କୁ ସବୁ, ଆମର ସେ ସିଷ୍ଟମଟି ଏଠି ନାହିଁ। ନିଆଳିରେ ଏତେ ହୋଟେଲ ଅଛି, ଆପଣଙ୍କର ହୋଟେଲ ଆଣ୍ଡ ଯେଉଁ ମା କୁତାମଚଣ୍ଡୀ ଢାବା ଅଛି, ଆପଣ କ'ଣ ଭିନ୍ନ ଅଛି? ଆମର ଆଜ୍ଞା ଆମେ ତ କହିବୁ ଆମର ସବୁ ଭଲ, କଷ୍ଟମର ନିଜେ ଅନୁଭବ କରି କ'ଣ ଖାଇଲେ କ'ଣ ନାହିଁ ସେଗୁଡ଼ା ନିଜେ ଅନୁଭବ କରି କହିବେ କଷ୍ଟମର। ଆମେ ଆଉ କହିବୁ କି ଅଲଗା, କଷ୍ଟମର ଯିଏ କହିବେ ସବୁ ଆଉ।